ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲରେ ଥିବେ। ମୁଁ ପୁରା ବଢିଆ ଅଛି। ଆଜି ହଉଛି ଆଜ୍ଞା ଶନିବାର, ଆଉ କାଲି ତ ଗୋଟେ ଭିଡିଓ ପକେଇଥିଲି, ଆପଣ ଦେଖିଥିବେ। ଯାଇଥିଲି ଆମର ଧାରିବିଲି ସାଇଡରେ, ବାବୁଜଙ୍କ ସାଇଡ ଯାଇଥିଲି। ପାଖାପାଖି 70ଟା ପାର୍ସଲ 30ଟା ମୋର କ୍ୟାନସେଲ ହେଇଥିଲା। ତ ଆଜି ସକାଳୁ ଆଜ୍ଞା ଆସିଥିଲି, ମାନେ ଆଜି ମୁଁ ଟିକେ ବେଳା ବେଳି ଉଠି ଯାଇଛି। ପ୍ରତ୍ୟେକ ଦିନ ଅଫିସ ଆସିଲେ, ସବୁଦିନ ଅଫିସ ହେଲା ବେଳକୁ ପ୍ରାୟ ମୋର ଡେରି ହେଇଯାଏ, ମାନେ 7ଟା ପାଖାପାଖି 6:30ରୁ 7ଟା ଭଳିଆ ହେଇଯାଏ। କିନ୍ତୁ ଅଫିସରେ ଟାଇମ ଅଛି 6:30ରେ ହିଁ ପହଞ୍ଚିବା ପାଇଁ। ପ୍ରତ୍ୟେକ ଦିନ ମୋର 10-15 ମିନିଟ୍ ଲେଟ୍ ହେଇଯାଏ। ତ ଆଜି ଯେହେତୁ ଆଜ୍ଞା 5ଟା ବେଳେ ମୁଁ ଉଠି ଯାଇଥିଲି, କାମ ସାରିକିରି 6ଟା ଭିତରେ ବାହାରି ଆସିଛି। ଆମ ଘର ପାଖରେ ଆସିଲା ବେଳକୁ କୁଦାନଦୀ ପାଖରେ ଶନି ମନ୍ଦିର, କାଳୀ ମନ୍ଦିର, ମାନେ ତ ଘରୁ ବାହାରିକି ଆସିଲା ପରେ ଆମ କୁଦାନଦୀ ଦେଇକି ଆସିଲା ବେଳକୁ ଅଫିସ ବାଟରେ କାଳୀ ମନ୍ଦିର, ମାଙ୍କ କତିରେ ଟିକେ ଦର୍ଶନ କରିକି ଆସିଲି। ଆଜ୍ଞା ଆଜି ଟୋଟାଲି କାମ କରିବା ପାଇଁ ଇଚ୍ଛା ହଉନି ବା ମନ ଯାଉନି। କାହିଁ ଜାଣିଛନ୍ତି? ଗୋଡ ଦିଟା ଆଜ୍ଞା ଏତେ ଜୋର ପେନ୍ ହଉଛି, ବିନ୍ଧା ହଉଛି, ମାନେ ଗାଡି ଚଲେଇକି ମତେ ଯିବାକୁ ବି ମୁସ୍କିଲ ହେଉଛି। ଆଉ ତ ଏମିତି କିଛି କଥା, ବହୁତ ଜୋର ଆଜ୍ଞା କଷ୍ଟ ହଉଛି। ଗାଡି ଚଲେଇବା ଆଜ୍ଞା ମୁସ୍କିଲ ହେଇଯାଉଛି। ଆଉ କଷ୍ଟ ଆଜ୍ଞା ହବ, କାହିଁକି ନା ଗୋଟେ ଗୋଟେ ଦିନରେ 100 କିଲୋମିଟର ଗାଡି ଚଲେଇଲେ କଷ୍ଟ ଆଜ୍ଞା ହବ। ଏମିତି ସବୁ ଜିନିଷ। ଆଉ ନିଜ କଷ୍ଟଟା କିଏ ଜାଣିବ? ସେ ନିଜ କଷ୍ଟଟା ଯାହାକୁ ହୁଏ ସିଏ ଆଜ୍ଞା ଜାଣେ। ନିଜ କଷ୍ଟ ତ ଏଠି କେହି ଜାଣିପାରିବେନି। ଏମିତି ଜିନିଷ। ଗାଡି ତ ଆମର ଆସିନି, ଅଫିସ ପାଖାପାଖି ମୁଁ ହେଇଗଲିଣି। ଏଇକିନା ଅଫିସ କି ପଳେଇବି। ଦେଖୁନାହାନ୍ତି ଗାଡିଟା ହଉଛି, ବସ୍ ଟା କେତେ ଜୋର ଧୂଆଁ ଧୂଳି ଉଡେଇ ଉଡେଇ ଯାଉଛି। ମାନେ ଗୋଟେ କମନ ସେନ୍ସ ନାହିଁ, ସାଧାରଣ କଥା କି ପିଲା ଯାଉଛନ୍ତି ସାଇଡ ରେ, ଗାଡିଟା ଏତେ ଜୋର ଧୂଳି ଉଡେଇକି ଯିବା କଥା। କଣ କରିବା ଆଜ୍ଞା? କେଡେ ଜୋର ସିଏ ହର୍ନ ମାରି ଯାଉଛି, ମାନେ ବ୍ଲଗିଂ ବି ସେ କରେଇ ଦଉନି। ଚାଲନ୍ତୁ ଆଗକୁ ଯିବା।